ଦେଖନ୍ତୁ ଭଦ୍ରକର ସର୍ବାଙ୍ଗୀନ ଉନ୍ନତି କେବଳ ଆମେ ଦୁଇ ଜଣ ଚିନ୍ତା କରିଦେଲେ ହେବନି, ସମସ୍ତଙ୍କର ଏଇଟା ହେଉଛି ଦାୟିତ୍ୱ। ଆଜି ଯେଉଁଟା 25 ବର୍ଷ ଧରି ଭଦ୍ରକରେ ହେଇପାରୁନଥିଲା ତାହା ସମ୍ଭବ ହୋଇପାରିଛି ଆପଣମାନଙ୍କ ସହଯୋଗ ଯୋଗୁଁ, ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏବଂ ପ୍ରଶାସନିକ ତତ୍ପରତା ଯୋଗୁଁ। ତେଣୁ ଏଥିରେ ଆମ ସମସ୍ତଙ୍କର ସହମତି ଅଛି, ସମସ୍ତଙ୍କର ଭଦ୍ରକ ଉନ୍ନତି କରିବାର ଇଚ୍ଛା ଆଗ୍ରହ ମଧ୍ୟ ଅଛି। ସବୁଠୁ ବଡ଼ ସମସ୍ୟା ଭଦ୍ରକରେ ଯେଉଁ କଥା ପ୍ରଭାତ ଭାଇ କହୁଥିଲେ, ଗୋଟିଏ ଜାଗାରେ ନିରୂପଣ କରିକି ସେଠି ଅଫିସ୍ କରିବା, ଆମର ସରକାରୀ ଜାଗା ଭଦ୍ରକରେ ବହୁତ କମ୍ ଅଛି। ଆଉ ଯେଉଁ କିଛି ଜାଗା ବି ଅଛି ତାକୁ ଜବରଦଖଲରେ ଥିଲା। ଆମକୁ ବର୍ତ୍ତମାନ ପ୍ରଶାସନକୁ ଲଗେଇ ତାକୁ କ୍ଲିୟର କରିବାକୁ ପଡ଼ୁଛି, କୌଣସି ଗୋଟେ ଡ୍ରେନ୍ କରିବାକୁ ବି ଆମ ପାଖରେ ଜାଗା ନାହିଁ। ତେଣୁ ଆପଣମାନେ ସେଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସର୍ବପ୍ରଥମେ ତ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି ଯେ ଆପଣ ଗୋଟେ ଯେଉଁ ଉଚ୍ଛେଦ ପ୍ରକ୍ରିୟାକୁ ଗୋଟେ ସକାରାତ୍ମକ ଭାବରେ ନେଇଛନ୍ତି। ଭଦ୍ରକର ସର୍ବାଙ୍ଗୀନ ବିକାଶ କରିବାକୁ ହେଲେ ସରକାରୀ ଜାଗା ଯେଉଁଠି ଜବରଦଖଲ ଅଛି ତାକୁ ଆମକୁ ମୁକ୍ତ କରିବାକୁ ପଡ଼ିବ। ଯେକୌଣସି ଅଫିସ୍ ହେଉ, ଯେକୌଣସି ଯୋଜନା ଗୋଟେ ପରିକଳ୍ପନା ଆମେ କରୁଛନ୍ତି, ସେଥିପାଇଁ ଜାଗାର ଆବଶ୍ୟକତା ରହିଛି। ଯେଉଁ କଥା ବିଧାୟକ ମହୋଦୟ ମଧ୍ୟ କହିଛନ୍ତି, ଯେତିକି ମାନେ ଉଚ୍ଛେଦ କରାଯାଇଛି ତାକୁ ତା'ର ସୌନ୍ଦର୍ଯ୍ୟକରଣ ଏବଂ ତା'ର ଥଇଥାନ ପାଇଁ ସେ ବିସ୍ତୃତ ଭାବରେ କ'ଣ କରାଯାଇଛି, ଅର୍ଥରାଶି କ'ଣ ଆସିଛି ଏବଂ କ'ଣ ବ୍ୟବସ୍ଥା ହେଇଛି ସେଥିପାଇଁ ସେ କହିସାରିଛନ୍ତି। ମୁଁ ଖାଲି ଏତିକି କହିବି ଯେ ଆମେ ବହୁତ ଜାଗା ଯେଉଁଠି ଏପର୍ଯ୍ୟନ୍ତ ଜବରଦଖଲରେ ଅଛି ତାକୁ ହଟାଇବା ପାଇଁ ପ୍ରୟାସ କରୁଛୁ। ସବୁଠାରୁ ଦୁଃଖର ବିଷୟ ହେଉଛି ଆମେ ଯେତେବେଳେ ଏ ପ୍ରୟାସ କରୁଛୁ, ଆମରି ଭିତରୁ କିଛି ଲୋକ ସେ ଜିନିଷକୁ ବନ୍ଦ କରିବା ପାଇଁ ଆମକୁ ପ୍ରେସର କରୁଛୁ। ଦେଖନ୍ତୁ, ଏ ପ୍ରୟାସ ତ ଯଦି ଆମେ ଭଦ୍ରକର ଉନ୍ନତି କରିବା, ସରକାରୀ ଜାଗାର ଆବଶ୍ୟକତା ଅଛି। ତେଣୁ ସରକାର ତ ପୁଣି ଯେଉଁଠି ଜାଗା ନାହିଁ ସେଠାରେ ପୁଣି ଏକ୍ୱାୟାର କରିକି ପଇସା ଦେଇ କିଣିକି କରିବେ। କିନ୍ତୁ ଯେତିକି ଜାଗା ବି ସରକାରଙ୍କର ଅଛି, ଆମେ ସମସ୍ତେ ଦାୟିତ୍ୱବାନ ହେଇକି ତାକୁ ସରକାରକୁ ହସ୍ତାନ୍ତର କଲେ ସବୁଠୁ ସୁବିଧା ହେବ। ଏବଂ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ଯେଉଁଠି ଯେଉଁ ଅଫିସ୍ ହେବା କଥା ତା'ର ଗୋଟେ ପୁରା ମ୍ୟାପ୍ ତିଆରି ସରିଛି, ତା'ର ଯୋଜନା DPR ମଧ୍ୟ ତିଆରି ସରିଛି। ସେଥିପାଇଁ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ଯେଉଁ କୋର୍ଡ଼ିନେସନ୍ ରହିବା କଥା, ସେ କୋର୍ଡ଼ିନେସନ୍ର ସ୍ତରରେ ସବୁ ଅଛି। କାହିଁକିନା ଯଦି ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଆଜି ଗୋଟେ ବଜେଟ୍ ବନେଇକି ଦେଲା, ତାକୁ କ୍ଲିୟରାନ୍ସ ବି ଅନ୍ୟ ଥ୍ରୁରେ ହେବାର ଅଛି। ତେଣୁ ସେ ବ୍ୟବସ୍ଥାରେ ଅଛି। ବର୍ତ୍ତମାନ ସାମୟିକ ଭାବରେ 17 କୋଟି ଆସିଛି ନା, 17 କୋଟି ଆସିଛି। ବର୍ତ୍ତମାନ ଯେତିକ ଉଚ୍ଛେଦ ହେଇଛି ତାକୁ ତା'ର ସୌନ୍ଦର୍ଯ୍ୟକରଣ ଏବଂ ପ୍ରଶସ୍ତିକରଣ ଏବଂ କିଛି ଲୋକ ଯେଉଁ ବିସ୍ଥାପିତ ହେଇଛନ୍ତି ତାଙ୍କୁ ଥଇଥାନ କରିବା। ତେଣୁ ମୁଁ ଭାବୁଛି ଆମେ ସମସ୍ତେ କେଉଁଠି ଆଜି ଆମେ ସେଇଥିପାଇଁ ଡାକିଥିଲୁ ଆପଣମାନଙ୍କୁ, ଆପଣମାନେ ପ୍ରସ୍ତାବ ଦିଅନ୍ତୁ। ଯେମିତି ପ୍ରଭାତ ଭାଇ କହିଲେ ତହସିଲ ଅଫିସ୍କୁ ଯାଇଥିଲେ, ସେଠି ସରକାର ମାଗିଛନ୍ତି କେଉଁଠି ସରକାରୀ ଜାଗା ଅଛି ତାକୁ ନିରୂପଣ କରିକି ତା'ର ତଥ୍ୟ ଦିଆଯାଉ। ତାହେଲେ ସରକାର ତାକୁ ଜବରଦଖଲ ଉଚ୍ଛେଦ କରିକି ସେଠାରେ ନୂତନ ବିଲ୍ଡିଂ ମାନ କରିବେ କିମ୍ବା ଅଫିସ୍ ମାନ ହେଇପାରିବ କିମ୍ବା କୌଣସି ଜନହିତକାରୀ ଯୋଜନା ପ୍ରସ୍ତୁତ କରିପାରିବେ। ତେଣୁ କେବଳ ଏଟା ସରକାରଙ୍କ ଦାୟିତ୍ୱ ନୁହଁ, ଆମର ମଧ୍ୟ ଦାୟିତ୍ୱ। ଯେତେବେଳେ ଷ୍ଟେସନ ବଜାରରେ ବର୍ତ୍ତମାନ ଉଚ୍ଛେଦ ଚାଲିଛି, ଡେଲି 5ଟି 10ଟି ଫୋନ୍ ଆସୁଛି, ଆଜ୍ଞା ଆମର ଜୀବନ ଜୀବିକା ଚାଲିଗଲା। ତେଣୁ ସେମାନେ କହିବା ବି ଠିକ୍ କଥା, ଯେଉଁମାନେ ତାଙ୍କର ସେଠି ଦୋକାନ କରିକି ତାଙ୍କର ଜୀବନ ଜୀବିକା ଉପାର୍ଜନ କରୁଥିଲେ, ତାଙ୍କର ବି ଚିନ୍ତା ସେଥିପାଇଁ ରହିଛି। ଆମେ ସେ ଜାଗାରେ ନାହାନ୍ତି ବୋଲି ଆମକୁ ସେଇଟା ଟିକେ ହାଲକା ଲାଗିପାରେ, କିନ୍ତୁ ସମସ୍ୟା ତ ଅଛି। ତେଣୁ ଆମେ ବି ସେଠି ଯେଉଁ OSRTCର ଜାଗାଟି ଥିଲା ତାକୁ ଅଧିଗ୍ରହଣ କରିକି ସେଠି ଗୋଟେ ମଲ୍ଟିପ୍ଲେକ୍ସ କରିକି ସେଠିରେ ଯେଉଁମାନେ ବିସ୍ଥାପିତ ହେଉଛନ୍ତି ସେଠି ତାଙ୍କୁ କେମିତି ଥଇଥାନ କରାଯିବ ସେ ଦିଗରେ ମଧ୍ୟ ଚେଷ୍ଟା କରୁଛୁ। ଏବଂ ଯେଉଁ ଜାଗାରେ ଧରନ୍ତୁ ଆଜି ମେଡ଼ିକାଲ ଉଠିଯିବ, ଏଠୁ ଯେତିକି ଜାଗା ସେଠି ବାହାରିବ ସେଠି କ'ଣ ହେଇପାରିବ, ପ୍ଲସ୍ ଆମର କୋର୍ଟ ଉଠିଗଲା ପରେ, କଲେକ୍ଟରେଟ୍ ସେଠୁ ଉଠିଗଲା ପରେ ସେଠି ଯେତିକି ଜାଗା ବାହାରିବ ସେଠି ଆମେ କ'ଣ କରିପାରିବା, ସେ ଦିଗରେ ସ୍ୱତନ୍ତ୍ର ଏଜେନ୍ସିମାନଙ୍କୁ ଦିଆଯାଇଛି ତା'ର ରିସର୍ଚ୍ଚ କରିକି ତା'ର DPR ପ୍ରସ୍ତୁତ କରିବା ପାଇଁ କେମିତି କ'ଣ ମ୍ୟାକ୍ସିମମ୍ ୟୁଟିଲାଇଜେସନ୍ ହେଇପାରିବ। ଜାଗା ଯେହେତୁ ଆମ ପାଖରେ ସୀମିତ ଅଛି, ବାଲେଶ୍ୱରରେ ଦେଖନ୍ତୁ ଯେତିକି ସରକାରୀ ଜାଗା ଅଛି ତାଙ୍କ ପାଖରେ ବିସ୍ତୃତ ହଜାର ହଜାର ଏକର ଜାଗା ଅଛି, ଭଦ୍ରକରେ ସେମିତି ଜାଗା ନାହିଁ। ତେଣୁ ଆମକୁ ଯେତିକି ଜାଗା ଅଛି ତାକୁ କେମିତି ପ୍ରପରଲି ୟୁଟିଲାଇଜେସନ୍ ହେଇପାରିବ, ସେଥିପାଇଁ ଆମେ ସମସ୍ତେ ପ୍ରୟାସ କରୁଛୁ ଏବଂ ଆପଣମାନେ ମଧ୍ୟ ସେଥିରେ ସହଯୋଗ କରିବେ। ନିଶ୍ଚିତ ଭାବରେ ସମସ୍ତଙ୍କ ପ୍ରୟାସ ଏବଂ ସମସ୍ତଙ୍କ ସହଯୋଗରେ ଭଦ୍ରକ ନିଶ୍ଚିତ ଭାବରେ ବିକଶିତ ହେବ ଏବଂ
आम समस्तंकर जो इच्छा आग्रह अच्छी गोटे विकसित भद्रक देखा आम निश्चित भाव से समस्त मिसिकी देखा ये प्रतिश्रुति आम केवल देपारू आपन को समय दरकार धैर्यर सहित टे आप अपेक्षा कले निश्चित यह संभव हो पारे।